शांति। निराकार शिव बाबा तथा अव्यक्त ब्रह्मा बाबांकर मुखवंशावली संगमयुगी श्रेष्ठ आत्मा मानंकु शुभ सकाळर शुभ अभिनंदन, सुस्वागतम, सुप्रभात। कथारे अछि कहिब मधुर वचन, कही तो शिव जन मन। यह मध्य सत्य अटे। वास्तविक जीवन रे समस्तंकर एही अनुभव प्राय थिब जेउ कार्य अर्थबल, बाहुबल बा लोकबल द्वारा संभव करिबा कष्टसाध्य होई थाए, ताहा केई पद मीठा कथारी संभव हो जाए। तेबे वाणी को शक्तिशाली, मधुर तथा फलवती करिबा पई हेले वाणीर मितव्ययी बा वाणीर संयमता करिबा नितांत आवश्यक। जेपरी धन वृद्धि पई संचय करा जाय थाए, व्यर्थरे व्यय करा जाए नहीं, सही भली वाणीर मध्य संचय करिबा आवश्यक। तेबे आमे जदि चेक करिबा, देखिबा दिन भरी आमे केते अनावश्यक कथा कहूछे, ताहा संपूर्ण व्यर्थ कथा ही थाउ बा अनावश्यक आलाप आलोचना हेउ बा साधारण कथावार्ता ही थाउ, तेबे यह द्वारा वाणीर शक्ति तो क्षय होछि ना। द्वितीय रे जेपरि धन को निवेश कले धन वृद्धि ही थाए, सेही भली समर्थ युक्ति संगत वाणी द्वारा मध्य वाणी शक्तिशाली एवं सफल ही थाए। जदि कौनसी गोटिए निर्दिष्ट कथा को जने साधारण व्यक्ति कही थांती, आउ जने उच्च पदस्थ अधिकारी बा नेता बा धर्मगुरु कही थांती, तेबे प्रभाव महान व्यक्ति कथारे रही थाए ना। कारण सेमाने जहा कहिबे ताहा नियम ही जीव, तेणु सेमाने भावी चिंती आवश्यक अनुसारे विस्तार को संक्षेपरे गोटिए दुईटी शब्द रे कही थांती। वर्तमान ईश्वर पिता मध्य आसी सेही उपदेश देउछंती कि हे मोर मधुर आत्मिक संतानगण, मायार वशवर्ती हे मायार अधीन होई तुमे अनेक जन्म हेला, अर्थात जन्म जन्मांतर तन मन धन समय संकल्प विशेष करी वाणीर अपव्यय करि आसीछ, जेउथि पई तुमे सारा जीवन बा वर्तमान दुख शांति भोग करि आसुछ, तथा समाजर आज मध्य एही भली दुर्गति हेछि। एबे वाणीर मितव्ययी हुओ। कुहा जाए ना, मुखरु खसी जाइथिबा कथा धनुरु खसी जाइथिबा तीर सहित समान। पूर्वज माने समस्तंकर बड़ हेई थांती ना। तुमे ब्रह्मावश्य संतान माने संसारर मध्य पूर्वज अट। ब्राह्मण हेउछंती सर्वोच्च, तेणु तुमर वाणी मध्य श्रेष्ठ हेबा उचित, जेहेतु तुमे माने हेउछ एही संगम जुगे
ଶ୍ରେଷ୍ଠ ବ୍ରହ୍ମାବଶ୍ୟ ବ୍ରାହ୍ମଣ। ଯାହା ତୁମମାନଙ୍କୁ ମୁଁ ଏବେ ଶିକ୍ଷା ଦେଉଛି, ତୁମର ବାଣୀ ଅମୃତ ସମାନ ହେବା ଉଚିତ, ଯାହା ଅନେକ ଆତ୍ମାଙ୍କର ଜୀବନ ପରିବର୍ତ୍ତନର ଆଧାର ହେଉ। ଆଜିର ସମାଜରେ ଜୀବନ ପ୍ରତି ବିତସ୍ପୃହ ହୋଇ ବା ବିଭିନ୍ନ କାରଣ ଯୋଗୁଁ ସୁଇସାଇଡ୍ କରିବା ଯେପରି ଏକ ବ୍ୟାଧି ରୂପରେ ବ୍ୟାପି ଯାଇଛି, ଏହିଭଳି ଜୀବନ ପ୍ରତି ବିତସ୍ପୃହ ମନୁଷ୍ୟମାନଙ୍କୁ ବଞ୍ଚିବାର ପ୍ରେରଣା ଯୋଗାଉ ଏହିଭଳି ତୁମର ବାଣୀ ହେବା ଉଚିତ। ସେଥିପାଇଁ ପ୍ରଥମେ ତୁମେ ନିଜକୁ ପରିବର୍ତ୍ତନ କରିବା ଆବଶ୍ୟକ। ସର୍ବଦା ଯଦି ଏହି ସ୍ମୃତି ରୁହେ କି ମୁଁ ହେଉଛି ସମସ୍ତଙ୍କର ଆଧାର ମୂରତ, ଉଦ୍ଧାର ମୂରତ, ମୋ ଆଧାରରେ ଜଗତର କଲ୍ୟାଣ ସାଧିତ ହେଉଛି। ମୁଁ ଯେଭଳି କରିବି ମୋତେ ଦେଖି ଅନ୍ୟମାନେ କରିବେ, ମୁଁ ଯାହା କହିବି ଲୋକମାନେ ମୋତେ ଅନୁକରଣ କରିବେ। ଏହି ସ୍ମୃତି ସର୍ବଦା ରହିବା ଆବଶ୍ୟକ। ଏହାଦ୍ୱାରା ସାରା ଜଗତର ମଧ୍ୟ କଲ୍ୟାଣ ହେବା ସହିତ ପ୍ରତ୍ୟେକ ମନୁଷ୍ୟ ଆତ୍ମା ତୁମକୁ ତାଙ୍କର ଇଷ୍ଟ ଦେବ ଭଳି ମଧ୍ୟ ମାନିବେ। ଏହା ତୁମର ସ୍ମୃତିରେ ରହୁ କି ମୁଁ ହେଉଛି ଜଗତ ପାଇଁ ଆଧାର ମୂରତ, ମୋ ଆଧାରରେ ଜଗତର କଲ୍ୟାଣ ସାଧିତ ହେଉଛି। ତେବେ ସହଜରେ ସ୍ୱତଃ ନିଜେ ପରିବର୍ତ୍ତନ ହୋଇପାରିବ। ତୁମର ସ୍ଲୋଗାନ ହେଉଛି କମ୍ କୁହ, ଧୀରେ କୁହ ଏବଂ ମିଠା କୁହ। ତେଣୁ ଏହି ସ୍ଲୋଗାନ ସଦାସର୍ବଦା ସ୍ମୃତିରେ ରହୁ। ତୁମେ ହେଉଛ ପୂର୍ବଜ ଆତ୍ମା, ଅର୍ଥାତ୍ ସୃଷ୍ଟିର ଆଦିରୁ ତୁମେ ହିଁ ଅଭିନୟ କରି ଆସୁଛ। ସର୍ବଦା ବାବାଙ୍କର ଶ୍ରୀମତରେ ପ୍ରତ୍ୟେକ କର୍ମ କରୁଥିବା ଶ୍ରେଷ୍ଠ କର୍ମଯୋଗୀ ଆତ୍ମା ନିଜର ଦୃଢ଼ ସଂକଳ୍ପ ଆଧାରରେ ବାବାଙ୍କର ପ୍ରତ୍ୟେକ ପାଦ ଚିହ୍ନ ଉପରେ ଅର୍ଥାତ୍ ଶ୍ରୀମତ ଉପରେ ପାଦ ରଖି ତାଙ୍କୁ ଅନୁସରଣ କରୁଥିବା ସ୍ନେହୀ ଈଶ୍ୱରୀୟ ସନ୍ତାନ। ଏହିଭଳି ସ୍ୱମାନଙ୍କୁ ମଧ୍ୟ ନିଜର ସ୍ମୃତିରେ ସର୍ବଦା ଉଜ୍ଜୀବିତ ରଖିବା ଆବଶ୍ୟକ। ଭଗବାନ ବରଦାନ ଦେଉଛନ୍ତି, ଲୌକିକକୁ ଅଲୌକିକରେ ପରିଣତ କରି ଘରକୁ ମନ୍ଦିର କରୁଥିବା ଆକର୍ଷଣ ମୂରତ ହୁଅ। ଘର ଗୃହସ୍ଥରେ ରହି ଘରର ବାତାବରଣକୁ ଏଭଳି ରଖ ଯେଉଁଥିରେ କୌଣସି ବି ଲୌକିକତା ନଥିବ। ତେବେ ହିଁ ସେ ଘର ସାଧାରଣ ଘର ହେବ ନାହିଁ, ତାହା ମନ୍ଦିର ସମାନ ହୋଇଯିବ। ଏହା ହିଁ ହେଉଛି ପବିତ୍ର ଗୃହସ୍ଥୀମାନଙ୍କର ସେବାର ପ୍ରତ୍ୟକ୍ଷ ପ୍ରମାଣ। ଯେଭଳି ପବିତ୍ର ଗୃହସ୍ଥୀଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେଉଛନ୍ତି ଦେବୀ ଦେବତା ଏବଂ ସେମାନଙ୍କର ଶ୍ରେଷ୍ଠରେ ମଧ୍ୟ ରହିଛନ୍ତି ଲକ୍ଷ୍ମୀ ନାରାୟଣ। ଏହାଦ୍ୱାରା ପବିତ୍ରତାର ସୁଗନ୍ଧ ସ୍ୱତଃ ହିଁ ଚତୁର୍ଦିଗରେ ବ୍ୟାପିଯିବ ଏବଂ ସମସ୍ତଙ୍କୁ ଆକର୍ଷିତ କରିବ ମଧ୍ୟ। ମନ ବୁଦ୍ଧିକୁ ଦୃଢ଼ତାପୂର୍ବକ ଏକାଗ୍ର କରି ଦୁର୍ବଳତା ଗୁଡ଼ିକୁ ଭସ୍ମ କରିଦିଅ, ତେବେ କୁହାଯିବ ସଚ୍ଚା ଯୋଗୀ। ଯୋଗ ଅର୍ଥାତ୍ ତ୍ୟାଗ।
କ'ଣ ତ୍ୟାଗ? ନିଜ ଭିତରେ ଥିବା ଅବଗୁଣ, କୁସଂସ୍କାର, ଆସୁରୀ ପ୍ରବୃତ୍ତି। ଘରଦ୍ୱାର ଛାଡ଼ିବାର କଥା ନାହିଁ। ସଂସାରକୁ ସମ୍ଭାଳି ବୁଦ୍ଧି ସହିତ ସବୁ କିଛିକୁ ତ୍ୟାଗ କରିବା, ଏହା ହିଁ ହେଉଛି ବାସ୍ତବିକ ଯୋଗୀ ଜୀବନ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।